This is OTN, your trusted source for breaking news. ବିଜୁ ଜନତା ଦଳର ଓଡ଼ିଶା ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ କୋଡ଼ିପିସା ଗ୍ରାମରେ ପହଞ୍ଚି ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ୱର୍ଗତ ଫୁଲମଣି ଜୁଆଙ୍ଗ ଏବଂ ସ୍ୱର୍ଗତ ସଜନୀ ଜୁଆଙ୍କ ପରିବାରକୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇଛନ୍ତି। ଏଭଳି ଦୁଃଖଦ ଘଟଣା କେବଳ ଦୁର୍ଘଟଣା ନୁହେଁ, ବରଂ ରାଜ୍ୟ ସରକାରଙ୍କର ଦାଦନ ସମସ୍ୟା ରୋକିବାରେ ବିଫଳତାର ନଗ୍ନ ଚିତ୍ର। ଆଜି ବି ଆଦିବାସୀ ଅଞ୍ଚଳର ଯୁବକ ଯୁବତୀମାନେ ଜୀବିକାର ସନ୍ଧାନରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସେହି ଅବହେଳାର ପରିଣାମ ସେମାନଙ୍କୁ ଜୀବନ ଦେଇ ଭୋଗିବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କୁ ଆମର ସ୍ପଷ୍ଟ ଦାବି, ଆଦିବାସୀ ଝିଅମାନଙ୍କ ପାଇଁ ସ୍ଥାନୀୟ ସ୍ତରରେ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରନ୍ତୁ, ଦାଦନ ପ୍ରଥାକୁ କଠୋର ଭାବେ ନିୟନ୍ତ୍ରଣ କରନ୍ତୁ ଏବଂ ଏହି ଦୁର୍ଘଟଣାରେ ସମସ୍ତ ପୀଡ଼ିତ ପରିବାରକୁ ନ୍ୟାୟ ଏବଂ ଉପଯୁକ୍ତ କ୍ଷତିପୂରଣ ସୁରକ୍ଷା ପ୍ରଦାନ କରନ୍ତୁ। ଲୋକଙ୍କ ଜୀବନ ନେଇ ଅବହେଳା ଆଉ ଚାଲିବ ନାହିଁ, ଏକଥା କହିଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ବ୍ୟୁରୋ ରିପୋର୍ଟ, OTN TV।